Hello my dear students, welcome you all to my YouTube channel Muktas Education। ମାତୃଭାଷା ଦିବସ ଉପଲକ୍ଷେ ସହଜ ସୁନ୍ଦର ସରଳ ତଥା ସଂକ୍ଷିପ୍ତ ଭାଷଣଟିଏ ଚାଲ ଦେଖ ପିଲାମାନେ। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ, ଉପସ୍ଥିତ ମୋର ସାନ ବଡ଼ ଭାଇ ଓ ଭଉଣୀମାନେ, ଆଜି ହେଉଛି ଫେବୃଆରୀ ମାସ 21 ତାରିଖ, ଆନ୍ତର୍ଜାତୀୟ ମାତୃଭାଷା ଦିବସ। ଆଜି ଏହି ଦିବସରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ମୋର ବକ୍ତବ୍ୟ ଆରମ୍ଭ କରୁଛି। ଭାଷା ହେଉଛି ନିଜର ସ୍ଥିତି, ଭାଷା ହେଉଛି ନିଜର ପରିଚୟ ଏବଂ ଭାଷା ହେଉଛି ଆମମାନଙ୍କର ଭବିଷ୍ୟତ। ନେଲସନ ମଣ୍ଡେଲାଙ୍କ ଭାଷାରେ, If you talk to a man in language he understands, that goes to his head, but if you talk to him in his mother tongue, it goes to his heart। ଏହି ଉକ୍ତିଟିରୁ ଆମେ ହୃଦୟଙ୍ଗମ କରିବା ଉଚିତ ଯେ ମାତୃଭାଷାର ଗୁରୁତ୍ୱ କେତେ। ସେହିପରି ସ୍ୱଭାବ କବି ଗଙ୍ଗାଧର ମେହେର ଲେଖିଛନ୍ତି, ମାତୃଭୂମି ମାତୃଭାଷାରେ ମମତା, ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା, ଅଜ୍ଞାନ ରହିବେ କାହିଁ। ଶିଶୁଟିଏ ନିଜର ପିତାମାତା, ପରିବାର ଏବଂ ପରିବେଶରୁ ଶିଖୁଥିବା ପ୍ରଥମ ଭାଷା ହେଉଛି ତାର ମାତୃଭାଷା। ବ୍ୟକ୍ତିଟିଏ ହୃଦୟର ଆବେଗକୁ ତଥା ନିଜ ମନର କଥାକୁ ନିଜ ମାତୃଭାଷା ସାହାଯ୍ୟରେ ଯେତେ ସହଜ ଏବଂ ସୁନ୍ଦର ଭାବରେ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରିପାରେ, ଅନ୍ୟ କୌଣସି ଭାଷାରେ ତାହା ସହଜରେ ସମ୍ଭବ ହୋଇନଥାଏ। ମାତୃଭାଷାର ଉନ୍ନତି ସାଧନ ହେଲେ ଯାଇ ଗୋଟିଏ ଜାତିର ଉନ୍ନତି ହୋଇଥାଏ। ତେଣୁ ସ୍ୱଭାବ କବି ଗଙ୍ଗାଧର ମେହେର ଲେଖିଛନ୍ତି, ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗ ନିଜ ମାତୃଭାଷା। ମାତୃଭାଷା ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିଜ ମାତୃଭାଷାକୁ ସର୍ବଦା ସମ୍ମାନ ଦେବା ଏବଂ ଅଧିକ ଶକ୍ତିଶାଳୀ କରିବା। ତେଣୁ 2000 ମସିହା ଠାରୁ ପ୍ରତିବର୍ଷ ଫେବୃଆରୀ ମାସ 21 ତାରିଖକୁ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଭାବରେ ପାଳନ କରାଯାଉଛି। ଏହାର ମୁଖ୍ୟ କାରଣ ହେଉଛି, କାରଣ ଯେଉଁ ରାଜ୍ୟର ବା ଯେଉଁ ଦେଶର ମାତୃଭାଷା ଯେତେ ଅଧିକ ଶକ୍ତିଶାଳୀ, ସେ ରାଜ୍ୟ ବା ସେ ଦେଶ ସେତିକି ଅଧିକ ଉନ୍ନତ ଓ ସମୃଦ୍ଧ ଓ ଶକ୍ତିଶାଳୀ। ଏକଦା ଏକ ଭାଷା ଆନ୍ଦୋଳନରୁ ହିଁ ଅନ୍ତର୍ଜାତୀୟ ମାତୃଭାଷା ଦିବସର ସୃଷ୍ଟି ହୋଇଥିଲା। ମାତୃଭାଷାର ସୁରକ୍ଷା ଏବଂ ସଂରକ୍ଷଣକୁ ଅଧିକ ସୁଦୃଢ଼ କରିବାର ଉଦ୍ଦେଶ୍ୟ ରଖି ପ୍ରତିବର୍ଷ ଫେବୃଆରୀ ମାସ 21 ତାରିଖରେ ସାରା ବିଶ୍ୱରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଉଛି। ଅବିଭକ୍ତ ପାକିସ୍ତାନରେ ବଙ୍ଗଳା ଭାଷାକୁ ଦ୍ୱିତୀୟ ଜାତୀୟ ଭାଷାର ମାନ୍ୟତା ଦେବା ପାଇଁ ଦାବି ହେଉଥିଲା। ଢାକା ବିଶ୍ୱବିଦ୍ୟାଳୟର ଛାତ୍ର ତଥା ସାମାଜିକ କର୍ମୀମାନେ ବଙ୍ଗଳା ମାତୃଭାଷାର ଅସ୍ତିତ୍ୱ ପାଇଁ ଦୀର୍ଘଦିନ ଧରି ବିରୋଧ କରି ଆସୁଥିଲେ। 1952 ମସିହା ଫେବୃଆରୀ 21 ତାରିଖ ଦିନ ଏହି ଭାଷା ଆନ୍ଦୋଳନ ଏଭଳି ତୀବ୍ର ରୂପ ଧାରଣ କଲା ଯେ ପାକିସ୍ତାନ ସରକାର ଆନ୍ଦୋଳନକାରୀଙ୍କ ଉପରେ ଗୁଳି ଚଳାଇଥିଲା, ଯେଉଁଥିରେ କି ଅନେକ ଲୋକ ପ୍ରାଣ ହରାଇଥିଲେ। ତେଣୁ ନିଜ ମାତୃଭାଷା ପାଇଁ ଶହୀଦ ହୋଇଥିବା ତଥା ପ୍ରାଣବଳି ଦେଇଥିବା ଲୋକମାନଙ୍କ ସ୍ମୃତିରେ ମାତୃଭାଷା ଦିବସ ପାଳନ କରିବା ପାଇଁ ବାଂଲାଦେଶ ସରକାରଙ୍କ ତରଫରୁ ୟୁନେସ୍କୋର ସ୍ୱୀକୃତି ପରେ 2000 ମସିହା ଠାରୁ ପ୍ରତିବର୍ଷ ଫେବୃଆରୀ 21 ତାରିଖକୁ ଆନ୍ତର୍ଜାତୀୟ ମାତୃଭାଷା ଦିବସ ରୂପେ ପାଳନ କରାଯାଉଛି। ମୁଁ ଗର୍ବର ସହ କହିବାକୁ ଚାହୁଁଛି, ମୁଁ ଓଡ଼ିଆ, ମୋ ମାତୃଭାଷା ଭାରି ବଢ଼ିଆ। ତେଣୁ ମାତୃଭାଷାର ଜୟ ହେଉ। ଶେଷରେ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ପିଲାମାନେ, ଭିଡ଼ିଓଟିକୁ ତୁମେ ତୁମର କମ୍ପିଟିସନ୍ ପାଇଁ ପ୍ରିପେୟାର ହେବ ଏବଂ ଭିଡ଼ିଓଟିକୁ ଭଲ ଲାଗିଲେ ନିହାତି ଲାଇକ୍, ସେୟାର, କମେଣ୍ଟ ଓ ସବସ୍କ୍ରାଇବ୍ କରିବ। ଭିଡ଼ିଓଟିକୁ ଦେଖିଥିବାରୁ ତୁମ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ।